ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଡ୍ଡାବାହାଲ ସ୍ଥିତ ସରକାରୀ ମହିଳା କନିଷ୍ଠ ମହାବିଦ୍ୟାଳୟର ବାର୍ଷିକୋତ୍ସବ ସମାରୋହ ସହ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଜ୍ୟୋତ୍ସ୍ନାପ୍ରିୟା ବେହେରା ମୁଖ୍ୟ ଅତିଥି, ସାହିତ୍ୟିକ ଓ ସମାଜସେବୀ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀଗଣ ପାଠ ପଢ଼ି ବଡ଼ ଲୋକ ହେବା ସହ ଭଲ ଲୋକ ମଧ୍ୟ ହେବାକୁ ଭୁଲିବେ ନାହିଁ ବୋଲି ଆଶା ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ନାୟକ ଅନୁଷ୍ଠାନ ନାମରେ ସରକାରୀ ଜମିକୁ ହସ୍ତାନ୍ତରିତ କରିବା ଓ ନିଜସ୍ୱ ଖେଳ ପଡ଼ିଆ ସ୍ଥାପନ କରିବା, ବାଣିଜ୍ୟ ଓ କଳା ଶ୍ରେଣୀ ଆଦି ଖୋଲିବାକୁ ମିଳିତ ଉଦ୍ୟମ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ କୁସୁମ, ରାଜେନ୍ଦ୍ର ସାହୁ, ବୀରେନ୍ଦ୍ର ପଟେଲ, ନୀଳମଣି ସାହୁ, ରାଜେନ୍ଦ୍ର ଜଗତ, ଇରିନା ମିଞ୍ଜ, ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାସ ଓ ସହରାଜ ଖାତୁନ ପ୍ରମୁଖ ଶିକ୍ଷାବିଦଙ୍କ ସହ ସମିତି ସଭ୍ୟା ଚମ୍ପା ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ତନ୍ମୟ ରଞ୍ଜନ ବିଶେଷ, ନବୀନ ଗଡ଼ନାୟକ ଓ ଟିକେଶ୍ୱରୀ କିଶନ ପ୍ରମୁଖ ଯଥାକ୍ରମେ ମେଡିକାଲ କଲେଜ ଓ ଆଇନରେ ପାଠ ପଢ଼ୁଥିବାରୁ ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ମିଳିତ ଭାବରେ ସେମାନଙ୍କୁ ସମ୍ମାନିତ କରିଥିଲେ। ପ୍ରାରମ୍ଭରେ ଅତିଥିଗଣ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ଉଦୟ ଚନ୍ଦ୍ର ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶୁଭଲକ୍ଷ୍ମୀ ପଟ୍ଟନାୟକ ଓ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ସଂଯୋଜନା କରିଥିଲେ। ଶେଷରେ ଅଧ୍ୟାପିକା ପୂର୍ଣ୍ଣିମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜମିଦାତା ଓ ଉଦ୍ୟୋକ୍ତାମାନଙ୍କୁ ଅତିଥିଗଣ ମଧ୍ୟ ସମ୍ମାନିତ କରିଥିଲେ। ଏହାପରେ ଛାତ୍ରୀଗଣ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ।